ନମସ୍କାର ଦର୍ଶକ ବନ୍ଧୁ, ମୋ ନାଁ ସତ୍ୟମ। ଆଜି ଆପଣମାନେ ଜାଣିବେ ଚାଣକ୍ୟ ନୀତିର ସେହି ଗୁପ୍ତ ସୂତ୍ରଗୁଡ଼ିକୁ ଯାହା ସ୍ୱାମୀ ସ୍ତ୍ରୀ ପିତାମାତା ସନ୍ତାନମାନଙ୍କ ସମ୍ପର୍କକୁ ଦୃଢ଼ ଓ ସମ୍ବେଦନଶୀଳ ରଖିଥାଏ। ଏହା ଆପଣଙ୍କ ବୈବାହିକ ଜୀବନକୁ ସୁଖମୟ କରିପାରିବ। ଆସନ୍ତୁ ଆରମ୍ଭ କରିବା। ଚାଣକ୍ୟ କୁହନ୍ତି, ପତ୍ନୀଙ୍କ ସୁରକ୍ଷା ଏବଂ ସ୍ୱାମୀଙ୍କ ସହାୟତା ସମ୍ପର୍କର ମୂଳ ମୂଲ୍ୟ। ମଧୁର ଜୀବନ ପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କର ବିଶ୍ୱାସ, ସମ୍ମାନ ଏବଂ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଆପଣ ଜାଣନ୍ତି କି ସ୍ତ୍ରୀ ବହୁତ ସୁନ୍ଦର ହେଲେ କିପରି ସମସ୍ୟା ଘଟିପାରେ ଆଉ ମୂର୍ଖ ସନ୍ତାନର ପ୍ରଭାବ କିପରି ହୋଇପାରେ? ଚାଣକ୍ୟ କହିଛନ୍ତି, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟର ସମ୍ପର୍କକୁ ପାଳନ କଲେ ବୈବାହିକ ଜୀବନ ସୁଖମୟ ହୋଇପାରିବ। ସ୍ୱାମୀ ଓ ସ୍ତ୍ରୀ ପରସ୍ପରଙ୍କୁ ସାହାଯ୍ୟ କରନ୍ତି, ପତ୍ନୀଙ୍କୁ ସୁରକ୍ଷା ଦେବା ଏବଂ ଯେତେବେଳେ ସେ ଅସୁବିଧାରେ ପଡ଼ିବେ ସେତେବେଳେ ତାଙ୍କର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବା ସ୍ୱାମୀଙ୍କର ଦାୟିତ୍ୱ ହୋଇଥାଏ। ଚାଣକ୍ୟ ଆହୁରି କହିଛନ୍ତି, ଜଣେ ବ୍ୟକ୍ତିଙ୍କର ଜୀବନ ଉପରେ ମା ବାପା, ସ୍ତ୍ରୀ ଏବଂ ସନ୍ତାନମାନଙ୍କର କେତେ ପ୍ରଭାବ ପଡ଼ିଥାଏ ତାହା ବ୍ୟାଖ୍ୟା କରିଛନ୍ତି ଚାଣକ୍ୟ। ଚାଣକ୍ୟ ତାଙ୍କ ଶ୍ଲୋକରେ କହିଛନ୍ତି, ପିତା ହେଉଛନ୍ତି ଶତ୍ରୁର ବ୍ୟଭିଚାରିଣୀ, ସ୍ତ୍ରୀ ହେଉଛନ୍ତି ସୁନ୍ଦର ଶତ୍ରୁ। ପୁଅକୁ ଚାଣକ୍ୟ ଶତ୍ରୁର ପଣ୍ଡିତ ବୋଲି ବିବେଚନା କରିଛନ୍ତି। ତ ବନ୍ଧୁମାନେ, ଚାଣକ୍ୟ ଏପରି କ'ଣ ପାଇଁ କହିଛନ୍ତି ଆସନ୍ତୁ ଜାଣିବା। ଚାଣକ୍ୟ କୁହନ୍ତି ଯେ ଜଣେ ସୁନ୍ଦର ଦେଖାଯାଉଥିବା ସ୍ତ୍ରୀ ସ୍ୱାମୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଯଦି ସ୍ତ୍ରୀ ବହୁତ ସୁନ୍ଦର ତେବେ ତାଙ୍କ ସ୍ୱାମୀଙ୍କ ପାଇଁ ସମସ୍ୟା ହୋଇପାରନ୍ତି। ସେ ତାଙ୍କ ସହିତ ଶତ୍ରୁ ପରି ବ୍ୟବହାର କରିପାରନ୍ତି। କାରଣ ଜଣେ ସ୍ତ୍ରୀ ତାଙ୍କ ସୁନ୍ଦରତାକୁ ନେଇ ଗର୍ବ ଅନୁଭବ କରନ୍ତି। ଯଦି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଠାରୁ ଅଧିକ ସୁନ୍ଦର ହୋଇଥାନ୍ତି, ସେ ସ୍ତ୍ରୀ ତାଙ୍କ ସ୍ୱାମୀକୁ ତୁଚ୍ଛ ମନେ କରିଥାନ୍ତି, ଯାହାଫଳରେ ଦୁହିଁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥାଏ। ତ ବନ୍ଧୁମାନେ, ଆପଣମାନେ ବୁଝିପାରିଥିବେ ଚାଣକ୍ୟ କ'ଣ ପାଇଁ ସୁନ୍ଦର ସ୍ତ୍ରୀକୁ ଶତ୍ରୁ ବୋଲି ବିବେଚନା କରିଛନ୍ତି। ତ ବନ୍ଧୁମାନେ, ଆସନ୍ତୁ ଜାଣିବା ଚାଣକ୍ୟ କ'ଣ ପାଇଁ କହିଛନ୍ତି ମୂର୍ଖ ସନ୍ତାନ ଶତ୍ରୁ ସମାନ। ଚାଣକ୍ୟ କହିଛନ୍ତି, ସେତେବେଳେ ସନ୍ତାନମାନେ ପିତାଙ୍କୁ କଷ୍ଟ ଦେବେ ଯଦି ପିତାମାତା ସେମାନଙ୍କ ସନ୍ତାନଙ୍କ ପ୍ରତି ସେମାନଙ୍କ ଦାୟିତ୍ୱ ପୂରଣ ନ କରନ୍ତି, ତେବେ ଭବିଷ୍ୟତରେ ସନ୍ତାନମାନେ ସେମାନଙ୍କର କ୍ଷତି ଘଟାଇ ପାରନ୍ତି। ଚାଣକ୍ୟ ନୀତି ଅନୁଯାୟୀ ଋଣ ନେଉଥିବା ପିତା ଶତ୍ରୁଠାରୁ କମ୍ ନୁହେଁ। ଚାଣକ୍ୟ କହିଛନ୍ତି କି ଜଣେ ପିତା ତାଙ୍କ ପିଲାମାନଙ୍କୁ ଠିକ୍ ଭାବରେ ଖାଦ୍ୟ ଯୋଗାଇବା ପିତାଙ୍କର କର୍ତ୍ତବ୍ୟ ହୋଇଥାଏ। ଯଦି ଜଣେ ପିତା ଋଣ ନେଇ ତାଙ୍କ ପିଲାମାନଙ୍କ ଉପରେ ବୋଝ ଲଦି ଦିଅନ୍ତି, ତେବେ ସେହି ପିତା ଶତ୍ରୁ ହୋଇଥାନ୍ତି। ସେହିପରି ଚାଣକ୍ୟ କହିଛନ୍ତି ଯେ ଯେଉଁ ମା ନିଜ ସନ୍ତାନମାନଙ୍କ ମଧ୍ୟରେ ଭେଦଭାବ ରଖନ୍ତି ଏବଂ ସମସ୍ତ ସନ୍ତାନକୁ ସମାନ ମନେ କରନ୍ତି ନାହିଁ, ସେ ତାଙ୍କ ସନ୍ତାନମାନଙ୍କ ପାଇଁ ଘାତକ ହୋଇଥାନ୍ତି। ଯଦି ସେ ନାରୀ ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ କାହାକୁ ବିବାହ କରନ୍ତି, ତେବେ ସେ କେବେ ବି ତାଙ୍କ ପରିବାର ଏବଂ ସନ୍ତାନମାନଙ୍କ ବିଷୟରେ ଚିନ୍ତା କରିବେ ନାହିଁ। ତ ବନ୍ଧୁମାନେ, ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଆଉ ଏ ପର୍ଯ୍ୟନ୍ତ ଆପଣମାନେ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ। ଆଉ ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ରେ ସିଲେକ୍ଟ କରିଦେବେ। କାହିଁକି ନା ଏହିଭଳି ଇଣ୍ଟରେଷ୍ଟିଂ ଭିଡ଼ିଓ ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ମୁଁ ସତ୍ୟମ, ଆଜି ପାଇଁ ଏତିକି। ଦେଖାହେବା ଆଉ ଏକ ନୂଆ ଭିଡ଼ିଓ ସହିତ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।